ସେଟା ସବୁ ମାନେ ଲୋକ ସହିପାରନ୍ତିନି ଏଗୁଡା କୁହନ୍ତି। ଯଦି ସେ ସବୁ ଜିନିଷ ହେଇଥାନ୍ତା ଖାଲି କଣ ଖରାପତି ଲୋକମାନେ ଆସୁଥିଲେ, କେତେ ଦୂର ଦୂରାନ୍ତରୁ ସବୁ ଏ ଜିନିଷ ହଉଥିଲା, କେତେ ଲୋକ ଆସୁଥିଲେ। ସିଏ ଯିଏ ରହନ୍ତି ଜାଣିଦେବେ ଏଗୁରା ସବୁ ମିଛ। ସେମିତି କାମ ହେଇଥିଲେ ସ୍ତ୍ରୀ ଲୋକମାନେ ବିଲକୁଲ ଏଠିକି ଆସିନଥାନ୍ତେ। ଏରା ସବୁ ମନଗଡା କାହାଣୀ, ଏରା ସବୁ ମିଛ। ଆଉ ଫସିଲେ ମାନେ ଲୋକ ଯୋଉ ମାନେ ବିରୋଧ କଲେ, ମାନେ ପ୍ରବଳ ଲୋକ ଆସିକି ଯୋଉ ହୋହାଲ୍ଲା କଲେ ସିଏ ତିନି 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 ତୁଣ୍ଡରେ ଛେଳିକି କୁକୁର କରିଦେବେ। ସେଇଟା ଆମେ ଜମା କହିପାରିବୁନି। ଆଜିକାଲି ତ ଏଡିଟିଂରେ ସବୁ କରିଦଉଛନ୍ତି ସବୁ ଜିନିଷ। ସେ କହିଲେ ବାବା କହିଥିଲେ ଯେ ମୁଁ ଗୋଟାଏ ଏମିତି ଦଣ୍ଡ ଭୋଗିବି, ମୋର ଆଉ ଇଏ ନାହିଁ, ମତେ ଭୋଗିବାକୁ ପଡିବ। ତାପରେ ମୋର ଭକ୍ତ କମିଯିବେ, କିଛି ଲୋକ ରହିବେ, ସେଇ ଲୋକ ସାଙ୍ଗରେ ମିଶିକି ରହିବେ। କିନ୍ତୁ ଜଗନ୍ନାଥ ଭାରି ଆଉଥାଏ ବାବା ପଳାନ୍ତି। ଜଗନ୍ନାଥ ପଦାକୁ ରଥଯାତ୍ରା ଭାରି ଆଉଥିବେ ବାବା ପଳେଇବେ। 3 ବର୍ଷ ପଡୁଛି ଗୋଟାଏ ବେଞ୍ଚରେ ଆମେ, ସେ ବାବା ମୁଁ ଆଉ ଗରାପୁର ପିଲା 2 ଜଣ ସାଙ୍ଗ ହେଇକି ଆମେ ବସି ପଢୁ। ମୁଁ ସେଇଟା ଜମା ବିଲୁକୁଲୁ ଜାଣିନି। ତାପରେ ଏତେ ଦିନ ଗଲାଣି, ସେ ଜିନିଷ ସବୁ ଲୋକଲୋଚନକୁ ଆଣିବା କଥା। ତାହେଲେ ସତ ହେଇଛି କିମ୍ବା ମିଛ ହେଇଛି, ଗୋଟା ଫସା ଦିଆ ହେଇଛି। ବାବା ବାହାର ଲୋକ ରଖିଛନ୍ତି, ଟ୍ରଷ୍ଟି କରୁଥିଲେ ବାହାର ଲୋକ। ଆମ ପଞ୍ଚାୟତ ଲୋକ ଗାଡ଼ି ରଖିଛନ୍ତି, ସେମାନେ ଆମ ପଞ୍ଚାୟତ ଲୋକ ଗଲେ ଦର୍ଶନ କରିବା ବାବାଙ୍କୁ ଗଲେ। ସେ ବାହାର ଲୋକ ରଖିଲେ ବାବାଙ୍କୁ ଦର୍ଶନ ଝଗଡ଼ା ତମେ କିଏ ବାବା ଆମ କତିରେ ଅଛି, ଆମେ ଦର୍ଶନ କରୁ, ତମେ କିଏ ସାର୍ ବାବାଙ୍କୁ ଆପଣ ପ୍ରଥମେ ଜାଣିବାରେ କଣ, ବାବାଙ୍କର ଆପଣ ସାଙ୍ଗ? ହଁ, ସେ ଆମର ତ 86 ମସିହାରେ ଆମେ ମାଟ୍ରିକ ପରୀକ୍ଷା ଦେଲୁ। ମୁଁ 85 84 ଦବା କଥା। ମୁଁ ଟିକେ ମାମୁଁ ରହୁଥିଲି, ତାପରେ ମାମୁଁର ଡିସଚାର୍ଜ ହେଲା ଯେତେବେଳେ, ମୁଁ ସେଠୁ ତାଙ୍କ ସାଙ୍ଗରେ ବସିକି ପଢିଲି। 3 ବର୍ଷ ପଢୁଛି ଗୋଟାଏ ବେଞ୍ଚରେ ଆମେ, ସେ ବାବା ମୁଁ ଆଉ ଗରାପୁର ପିଲା 2 ଜଣ ସାଙ୍ଗ ହେଇକି ଆମେ ବସି ପଢୁ। ଆଉ ବାବା ଆସିଲେ ତାଙ୍କର ଭଲ ପ୍ୟାଣ୍ଟ ସାର୍ଟ ସଫା ସଫି ଭଲ ମନ୍ଦ, ସ୍ପଞ୍ଜ ଚପଲ ମଡେଇ, ତାମାନେ ବେଞ୍ଚ ବସିବା ପୂର୍ବରୁ ସେ ଆଗେ ନମସ୍କାର ଠାକୁରଙ୍କୁ ହେଇକି ବସନ୍ତି। ଆଉ ଭଲ ବି ଗୀତ ବୋଲନ୍ତି। ଆଉ ପରୋପକାରୀ ଲୋକ ବି ଥିଲେ। ଗୋଟା ଭଲ ମନ୍ଦ ଗୋଟା କିଏ ଗୋଟେ କୋଉଠି ସୁବିଧା ଅସୁବିଧାରେ ପଡିବ, ସିଏ ଯାହା ବି ହେଲେ ଆମକୁ ସବୁ ସାଙ୍ଗସାଥି କରିକି ଆମେ ବାହାରି ଯାଉ, ଏଇ କାମ ବି କରୁ। ତାପରେ ଅପାତ୍ରରେ ବି ଦାନ ଦେଇଦେଲେ। ମୁଁ ତ ଯାଏ ନା, ଥରେ ଗୋଟେ ଗରିବ ପିଲାଟା ଦେହ ଖରାପ ଥିଲା, ଯାଇଥିଲି। ସେ ହଁ ହାଁ କହିକି ଆଉ ଜମା ଦେଲେନି, ଖାଲି କହିଲେ ଭଗବାନଙ୍କୁ ଡାକ ସେ ଭଲ ହେଇଯିବ। ଆଉ ସିଏ ବି ଏମିତିଆ ରୋଗ ତାର ହେଇଥିଲା, ସେ ବି ଭଲ ହେଇଗଲେ, ସେ ରୋଗୀଟା ଭଲ ହେଇଗଲା। ଆଚ୍ଛା, ଯୋଉ ଆପଣ ବାବାଙ୍କର ଚମତ୍କାର, ଆପଣ ତାଙ୍କ ସାଙ୍ଗ, ହଁ, ଏଇ ଯୋଉ ଝିଅ ପିଅ କେସ୍ ଯୋଉ ଆସିଲା ବାବାଙ୍କ ନାଁରେ, ଯୋଉ ଝିଅ ପିଅ କେସ୍ ଆସିଲା, ଏ ସତ୍ୟ କଣ? ମୁଁ ସେଇଟା ଜମା ବିଲୁକୁଲୁ ଜାଣିନି। ତାପରେ ଏତେ ଦିନ ଗଲାଣି, ସେ ଜିନିଷ ସବୁ ଲୋକଲୋଚନକୁ ଆଣିବା କଥା। ତାହେଲେ ସତ ହେଇଛି କିମ୍ବା ମିଛ ହେଇଛି, ଗୋଟା ଫସା ଦିଆ ହେଇଛି, କଣ ହେଇଛି, ଏଗୁଡ଼ା ସବୁ କହିଦେବା କଥା। ଆଉ ଏମିତି କରୁନାହାନ୍ତି, ଏମିତି ରଖିକି ରହୁଛନ୍ତି, ବହୁତ ଦିନ ଯାଉଛନ୍ତି, ଭକ୍ତ ମାନେ ବି ତାଙ୍କର ମନ ଦୁଃଖ ବି ସବୁ କରୁଛନ୍ତି। ସତ କଥାଟା ଆପଣ ଜାଣିବାରେ ବାବାଙ୍କ ସାଙ୍ଗରେ ଆପଣ କଥାବାର୍ତ୍ତା କରନ୍ତି? ହଁ, କରେ। ତାପରେ ମୁଁ ସମୁଦାୟ ବୋଧେ ଏଠିକି ବୋଧେ 5 ଥର ଖଣ୍ଡେ ଆସିଥିବି। ଆଉ ଯେତେ ଥର ଆସିଛି 3 ଥର ସେ ତ ଲୋକ ପ୍ରବଳ, ମୁଁ ଯାଏ ନା ଆଡେ ସାଡେ ତାଙ୍କ ଖୋଜିବା ପାଇଁ। ବାଇଚାନ୍ସ ଯଦି ମୋର ଦେଖା ହୁଅନ୍ତି, ଯେତେ ଲୋକ ଥାଆନ୍ତି, ସେ ଯାହା ବି ହେଲେ ମତେ ପୁରା ବଡ ପାଟି କରିକି ଡାକିବ, କହିବ ହେଇ ମୋର ପିଲାଦିନର ସାଙ୍ଗ, ସ୍କୁଲ ସାଙ୍ଗ କହିକି ଇଏ କରିବ। ଭାରି ଚଗଲା ଥିଲା, ଭାରି ମାଡ଼ଗୋଳ କରୁଥିଲା ଖାଲି। ତାପରେ ମୋର ସବୁ ଯୋଉ କଥା ଗୁଡ଼ା ସବୁ ଏତେ ଲୋକଙ୍କ ଆଗରେ ସବୁ କୁହନ୍ତି ଆଉ। ଆଚ୍ଛା, ବାବାଙ୍କର ଚମତ୍କାର କଣ ସତରେ ସିମେଣ୍ଟ ଗାଈରୁ କ୍ଷୀର ବାହାରେ? ସିମେଣ୍ଟ କଣ, ମୁଁ ଥରେ ଯାଇଥିଲି ଏଠିକି ଆମର ବାଲେଶ୍ୱର ଔପଦା, ସେଠି ଗୋଟେ ହୋମିଓପାଥି ଡାକ୍ତର, ସେ କଣ ତା ଦେହ ଖରାପ ଥିଲା, ଭୁବନେଶ୍ୱରରୁ ଘରକୁ ଯିବା କଥା, ବାଲେଶ୍ୱର ଯିବା କଥା, ତାକୁ ଏଠିକି ଆଣିଲେ। ସିଏ ବି ଭଲ ହେଇଗଲେ। ଭଲ ହେଇଗଲା ପରେ ସିଏ ସେଠି କିଛି ଲୋକ ତାଙ୍କର ବାବାଙ୍କର ଭକ୍ତ ବି ହେଇଗଲେ। ସେ ଲୋକ ବି ଜମି ବି କିଛି କରିଦେଇଛି, ଆମକୁ ଦେଖେଇଲେ ସେଠି ସବୁ, ଏଇ ଜମି ସବୁ କରିଛି ସେ ହୋମିଓପାଥି ଡାକ୍ତର, କି ବେହେରା ନା କଣ ତାଙ୍କ ନାଁ।
ଆଚ୍ଛା ଆଉ ଆଚ୍ଛା ଶୁଣନ୍ତୁ ବାବାଙ୍କର ଗୋଟେ ଆଣ୍ଠୁଆ ଗୋପାଳ ରୂପ ଗୋଟେ ଥାଏ ସେଟା କଣ ସତରେ? ସେରା ସବୁ ଏ ମାନେ ଲୋକ ସହି ପାରନ୍ତିନି ଏଗୁଡ଼ା କୁହନ୍ତି। ଯଦି ସେ ସବୁ ଜିନିଷ ହେଇଥାନ୍ତା ଖାଲି କଣ ଖରାପ ସ୍ତ୍ରୀ ଲୋକମାନେ ଆସୁଥିଲେ, କେତେ ଦୂର ଦୂରାନ୍ତରୁ ସବୁ ଏ ଜିନିଷ ହଉଥିଲା, କେତେ ଲୋକ ଆସୁଥିଲେ। କିନ୍ତୁ ଏତେ ନିଛାଟିଆ ରାସ୍ତାରେ ବି କେବେ ତାଙ୍କର କେହି ତାଙ୍କୁ ବି ସାହସ କରିନାହାନ୍ତି, ନା କେହି ଝିଅ ପିଲାଙ୍କୁ ବି କେହି ହଇରାଣ ବି କରିନାହାନ୍ତି, ନା କିଛି ବଦନାମୀ ବି ନଥିଲା। ସେମାନେ ପୁରା ନିର୍ଭୟରେ ରାତି 10-11ରେ ବି ସେମାନେ ଏପଟରେ ଯିବା ଆସିବା କରୁଥିଲେ। ଏପଟରେ ହଉ ସେପଟରେ ଏ ବନ୍ଧରେ ହଉ କି ବା ଏ ରାସ୍ତାରେ ହଉ ଯିବା ଆସିବା କରୁଥିଲେ, କିଛି ନଥିଲା, ସେ ଆଚ୍ଛା ଗୁଣ ନଥିଲା। ସ୍ଥାନୀୟ ବାସୀ କଣ ବାବାଙ୍କୁ ସପୋର୍ଟ କରୁଥିଲେ? କିଛି କରୁଥିଲେ, କିଛି ବିରୋଧ କରୁଥିଲେ, ଏମିତି ଆଉ ସେମାନେ କାହିଁ ବିରୋଧ କରୁଥିଲେ ବାବାଙ୍କୁ? କରୁଥିଲେ। ସେ ଯୋଉ ତାଙ୍କର ଯୋଉ ପିଲା ଯୋଉ 20-30ଟି ଖାଲି ରହିଲେ ଏଠି ଇଏ କରିକି ଗୁଣ୍ଡା ତାକୁ ବି ହଁ କୁହାଯିବ। ଗୋଟାଏ ଉଦାହରଣ ଦେଖ, ଯେତେବେଳେ ତାଙ୍କର ଫଙ୍କସନ ହୁଏ ଏଇଗୁରା ସବୁ ଗାଡ଼ି ଗୁରା ଜାମ୍ ହେଇଯାଏ। ସିଏ ସବୁ ଯୋଉ ତାଙ୍କର ସବୁ ଦୂର ଦୂରାନ୍ତରୁ ଗାଡ଼ି ଆସନ୍ତି, ଆମର ସେଇ ବନ୍ଧଟା ରାସ୍ତାଟା ଗୋଟିଏ ଗାଡ଼ି ଗଲେ ଆଉ ଗୋଟେ ଗାଡ଼ି ଯିବାଟା ଭାରି କଷ୍ଟ। ଏ ରାସ୍ତାଟା ବହୁତ ଚଉଡ଼ା। ମୁଁ ଆମ ଘର ସେଇ ଚଟିପୋଲ ପାଖରୁ 1/2 କିଲୋମିଟର ଭିତରେ ଏ ଆଗରେ। ମୁଁ ସେନ ଯିବାକୁ 1/2 କିଲୋମିଟର ଯିବାକୁ ମୋତେ 2 ଘଣ୍ଟା ସମୟ ଲାଗିଲା। ମୁଁ ଯାଇ ସେଠି ପହଞ୍ଚିଲି, ସେଠି ପୋଲିସ ଥିଲେ, ତାଙ୍କର ଲୋକ ଥିଲେ। ମୁଁ କହିଲି ତମର ରାସ୍ତା ପଡ଼ିଛି, ସେ ରାସ୍ତାରେ ଗାଡ଼ି ଗୁରା ନ ଛାଡ଼ିକି ୟା ଦେହରେ ଛାଡ଼ୁଛ ଚାଖେଣ୍ଡେକରେ ଗୋଟା ଗାଡ଼ି। ମୁଁ 2 ଘଣ୍ଟା ଲାଗିଲା ଆସିବାକୁ ଏଠି। ତମେ ଗାଡ଼ି କି ସେପଟକୁ ପଠଉନା କ'ଣ କି? ଆମେ ମନା କରୁନୁ, ତମେ ଏପଟେ ଗାଡ଼ି ଛାଡ଼ୁଛ, ଅଳ୍ପ ଗାଡ଼ି ଛାଡ଼। ଆଉ ତମେ ଏ ଲୋକଙ୍କ ସାଙ୍ଗରେ କାହିଁ ଝଗଡ଼ା କରିକି ସବୁ ଏ ଧନ୍ଦା କରୁଛ? ସେଠୁ ସେ ପୋଲିସ କନେଷ୍ଟବଳ କହିଲା ହସିକି କହିଲା ଆମେ କଲେକ୍ଟର ଅର୍ଡ଼ର ଅଛି, ଦରକାର ପଡ଼ିଲେ ଆପଣଙ୍କୁ ପେଲି ଦେଇକି ଆମେ ଗାଡ଼ି ଛାଡ଼ିଦେବୁ। ମୁଁ କହିଲି ଦେଖି ଏଇ ବାବୁ କେଇ ଦିନ ହେଲା ଚାକିରି କଲଣି, ତମେ ଏଇଖା ଦେଖିବ, ଏଇଖା ମୁଁ ଏଇଟା ଟୋଟାଲ ବନ୍ଦ କରିଦେବି, କିଛି କରିପାରିବ? ମୁଁ ମନା କରୁନି, ରାସ୍ତାଟା ସମସ୍ତଙ୍କର ରାସ୍ତା ଗାଡ଼ି ଯିବ, ତା ବୋଲିକି ତମର ଗାଡ଼ି ଆଚ୍ଛା ବାବାଙ୍କର କଣ ଗାଡ଼ିର ସମସ୍ୟା ହେଲା ନା? ନା 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 ନା, ଗୋଟେ ଉଦାହରଣ ଦେଲି। ତାମାନେ ଏମିତିଆ ସେ ଲୋକ ସବୁ ଶୂନରେ ଝଗଡ଼ା ଲଗାଉଥାନ୍ତି, ସବୁ ଟାର୍ଗେଟ କରୁଥାନ୍ତି, କିଏ ଟିକେ ଗାଞ୍ଚେଲା ଅଛି ତା ସାଙ୍ଗେ ଲାଗୁଥାନ୍ତି। ହଁ ସେଇମାନେ ଏଇ ସବୁ ଝଗଡ଼ା ସବୁ କରନ୍ତି ଆଉ। ଏ ବାବାଙ୍କର ବିଶ୍ୱାସରେ ଯିଏ ଥିଲେ ଏଠି ବାବା ବାହାର ଲୋକ ରଖିଛନ୍ତି, ଟ୍ରଷ୍ଟି କରିଥିଲେ, ବାହାର ଲୋକ ରଖିଛନ୍ତି। ଆମ ପଞ୍ଚାୟତ ଲୋକ କାଢ଼ି ରଖିଛନ୍ତି। ସେମାନେ ଆମ ପଞ୍ଚାୟତ ଲୋକ ଗଲେ ଦର୍ଶନ କରିବା, ବାବାଙ୍କୁ ଗଲେ ସେ ବାହାର ଲୋକ ରଖିଲେ, ବାବାଙ୍କୁ ଦର୍ଶନ କରିବେ। ସେ ଝଗଡ଼ା ତମେ କିଏ ବାବା ଆମ କତିରେ ଅଛି, ଆମେ ଦର୍ଶନ କରୁ, ତମେ କିଏ ରଖିବ, ଏ ଲାଗିଲେ ପାଟି ମୁଣ୍ଡାଲେ। ଏସବୁ ହେଉଛି ଦର୍ଶନ। ବାବା ସେଗୁଡ଼ା ଟିକେ ଏତେ ଧ୍ୟାନ ଦେଲେନି ଆଉ। ଆଉ ତାପରେ ଇଏ ଜିନିଷ ସତ ହଉ ବା ମିଛ ହଉ, ଯେତେବେଳେ ଇଏ ଡିକ୍ଲାର ହେଇଗଲା ମାନେ ସେମାନେ ସବୁ ବାବାଙ୍କ ବିପକ୍ଷରେ ପଳେଇଗଲେ। ଆକୁ ବାବାଙ୍କର ଗୋଟେ ପଲଙ୍କ ସେବା ବୋଲି ଯୋଉ ଥାଏ ସେଟା ସତ? ସିଏ ଯିଏ ରହନ୍ତି ଜାଣିଥିବେ, ଏଗୁରା ସବୁ ମିଛ। ସେମିତି କାମ ହେଇଥିଲେ ସ୍ତ୍ରୀ ଲୋକମାନେ ବିଲକୁଲ ଏଠିକି ଆସିନଥାନ୍ତେ। ଏଗୁରା ସବୁ ମନଗଢ଼ା କାହାଣୀ, ଏଗୁରା ସବୁ ମିଛ। ଆଚ୍ଛା ଗୋଟେ ଆପଣ ଖଣ୍ଡନ କରୁଛନ୍ତି, ଏଇଟା ତାମାନେ ନିହାତି ଆର କିଛି ଗୋଟେ ସତ୍ୟାସତ୍ୟ ଅଛି? ସତ୍ୟାସତ୍ୟ ଅଛି ବୋଲି ଆମେ କହିପାରୁନୁ। ତାମାନେ ଏ ଜିନିଷ ସବୁ ଲୋକଲୋଚନକୁ ଆସିବା କଥା। ବାବା ପ୍ରକୃତରେ ଏ କାମ କରିଛନ୍ତି କି ନାହିଁ, ଏଇ ଜିନିଷ ଗୁରା ଲୋକଲୋଚନ ଆସିବା କଥା। ଏତେ ବର୍ଷ ହେଲାଣି ଏଗୁରା ସବୁ ଠିକ କାହିଁକି ଆସୁନି? କାହିଁକି ଆସୁନି? ତାଙ୍କର ଗଭର୍ଣ୍ଣମେଣ୍ଟ ମନା କରିଛି, ତମେ ଦିନରେ ବାବାଙ୍କର ଆକ୍ଚୁଆଲି କୋଉ ଗଭର୍ଣ୍ଣମେଣ୍ଟ ଶତ୍ରୁ, ମାନେ ବିଜେଡି ଶତ୍ରୁ ନା ବିଜେପି ଶତ୍ରୁ? ସେଇଟା ଭୁଲ କଥା ସାର୍, ମୁଁ ଆପଣଙ୍କୁ କହିଲି ସେଟା ଭୁଲ କଥା। ସେସବୁ ନୁହଁ। ବିଜେଡି ବିଜେପି କଥା ପଚାରିଲେ ସେଇଟା ଭୁଲ କଥା। ଯଦି ସରକାର ନ ଆପଣ କରିଛି, ସରକାର କହିବେ, କିନ୍ତୁ ଡାଇରେକ୍ଟ ବିଜେଡି ବିଜେପି କହିପାରିବେ। ସରକାର ମାନେ କୋଉ ସରକାର ଆପଣଙ୍କୁ ବାବାଙ୍କୁ ଏଟାକୁ ତଦନ୍ତ ରିପୋର୍ଟଟାକୁ ରଖିଯାଇଛି? କୋଉ ସରକାର? ନା ସେଇଟା ଆମେ ଜାଣିନୁ, କିନ୍ତୁ ଆମର ପିଲାବେଳେ ସିଏ ରୁହନ୍ତି ଜନତା ସପୋର୍ଟରେ, ମୁଁ ରହେ କଂଗ୍ରେସ ସପୋର୍ଟରେ। ଏମିତି ଆମର ପିଲାବେଳକୁ ଚାଲେ, ଆଉ ମଜା ମଜି ଚାଲେ। କିନ୍ତୁ ମୋର ତାର ଭଲ ସାଙ୍ଗ, ଗୋଟାଏ ବେଞ୍ଚରେ ବଦଳ ମାନେ ପାଖାପାଖି ବଦଳ। ସବୁ ଦଳ ନେତା ମାନେ ବାବାଙ୍କ ପାଖକୁ ଆସୁଥିଲେ? ହଁ, ସବୁ ଦଳ ଲୋକ ଆସୁଥିଲେ, ସବୁ କଣ୍ଟ୍ରାକ୍ଟର ମାନେ ବି ଆସୁଥିଲେ, ଯେଇମାନେ ଆସୁଥିଲେ, ସବୁ ଅଫିସର ମାନେ ବି ସବୁ ଆସୁଥିଲେ, ସମସ୍ତେ ଆସୁଥିଲେ। ଆଚ୍ଛା ସେଠି ଗୋଟେ ଚର୍ଚ୍ଚା ହେଲା ଯେ ଏକ ପ୍ରକାର ଗୋଟେ ଟେଣ୍ଡର ଫିକ୍ସିଂ ପାଖରୁ ଆରମ୍ଭ କରିକି ସବୁ କିଛି ହଉଥିଲା, ଏଇଟା କଣ ସତ? ସେଟା ସବୁ ଏମିତି ସବୁ ଛନ୍ଦି ହେଇଯିବ ଛା ନା, ସେସବୁ ଗୁରା ସବୁ ଏ ମାନେ ସବୁ ମିଛରେ। ଏତେ ଗୋଟେ ଚକ୍ରାନ୍ତ ରଚାଗଲା ଯାହା ଫଳରେ ବାବା ଆଦେହରେ ଫସିଗଲେ। ଆଉ ଫସିଲେ ମାନେ ଲୋକ ଯୋଉ ମାନେ ବିରୋଧ କଲେ, ମାନେ ପ୍ରବଳ ଲୋକ ଆସିକି ଯୋଉ ହୋହାଲ୍ଲା କଲେ, ହୋହାଲ୍ଲା କଲେ, ସିଏ ତିନି ତୁଣ୍ଡରେ ଛେଳିକି ବି କୁକୁର କରିଦେବେ। ଯଦି ମୁଁ ନିର୍ଦ୍ଦୋଷ ଥିବି,
ସେଇ କାମ କରିନଥିବି କିଛି ଲୋକ ଆସିବେ ପ୍ରକୃତରେ ଏଇଟା ଏଇ କାମ କରିଛି ଏଇ ଲୋକ ଆମେ ଦେଖିଛୁ କହିକି କିଛି ଯଦି ଲୋକ ଚାଲି ଆସିକି ହୋ ହାଲା କରିଦେଲେ ତାହେଲେ କିଛି ନଦେଲେ ତମେ ବି ଆଗେ ତମେ ଦୋଷଟା ମୁଣ୍ଡେଇବ ତାପରେ ବାବା ଜଣେ ଅନ୍ତର୍ଯାମୀ କେମିତି ଜାଣିପାରିଲେନି ଏତେ ବଡ ସବୁ ଜିନିଷ ଘଟିବ? ଭଗବାନ ରାମଚନ୍ଦ୍ର ତ ହେଇକି ସେ ଜାଣିନାହାନ୍ତି ଆଉ ଇଏ କଣ ଠାକୁର ଭଗବାନ ବାବା ତ କହୁନଥିଲେ ମୁଁ ଭଗବାନ ଭଗବାନ କିନ୍ତୁ ଏବେ ତ ଉଦାହରଣ ଦେଲେ ଭଗବାନ କିଏ ଇଏ କି ବ୍ରହ୍ମ ଦ୍ୱିତୀୟ ନାସ୍ତି ସମସ୍ତେ ଆସେ ରାମ ଠାକୁର ଆସେ ପାଠ କରିବାକୁ କୃଷ୍ଣ ଠାକୁର ଆସେ ପାଠ କରିବାକୁ ନୃସିଂହତାରେ ଠାକୁର ଆସିଲେ ହିରଣ ଲୋକ ସବୁ ପାଠ କରି ଆସିଲେ ପାଠ କରିବାକୁ ଆମେ ସେମିତି ପାଠ କରିବା ଭଲ ପାଠ କରିବା ଭଲ କାମ କରିବା ବାବା ଯଦି ଖରାପରେ ଭୋଗିବେ ତାଙ୍କର କାହିଁକି ଏଦିନ ପର୍ଯ୍ୟନ୍ତ ବାହାରୁନି କ'ଣ ତାଙ୍କ ଦୋଷ ଅଛି ଠାକୁର ବିଚାର କରିବେ ତାର ଆମେ ଖାଲି ଘର ରହୁଛୁ ନା ବିଚାର ଲୋକ ବିଚାର କରୁଛି ନା ସେ ବିଚାର କରୁଛି ଆଉ ଲିଖିତ ଅଛି ସବୁବେଳେ ବାବାଙ୍କର ଭକ୍ତ କହିଛନ୍ତି ମୁଁ ଶୁଣିଛି ସେ କହିଲେ ବାବା କହିଥିଲେ ଯେ ମୁଁ ଗୋଟାଏ ଏମିତି ଦଣ୍ଡ ଭୋଗିବି ମୋର ଆଉ ଇଏ ନାହିଁ ମୁଁ ମୋତେ ଭୋଗିବାକୁ ପଡ଼ିବ ତାପରେ ମୋର ଭକ୍ତ କମିଯିବେ କିଛି ଲୋକ ରହିବେ ସେଇ ଲୋକ ସାଙ୍ଗରେ ମୁଁ ମିଶିକି ରହିବି କିନ୍ତୁ ବିରାଟ ବଡ଼ ଗୋଟା ଇଏ ହବ ସେଟା ମୁଁ ତାଙ୍କ ଭକ୍ତ ପାଖରୁ ଶୁଣିଛି ଆଚ୍ଛା ମାନେ ଭକ୍ତମାନଙ୍କୁ ଆଗରୁ ବାବା ସତର୍କ କରିଦେଇଥିଲେ କହିଲେ ଗୋଟା ଏମିତିଆ ମୁଁ ଗୋଟା ଅସୁବିଧାରେ ପଡ଼ିବି ତାମାନେ ବାବା ପ୍ରକୃତରେ କଣ ଗୋଲକୁଣ୍ଡାରେ ସେ ଯୋଉ ଭିଡିଓଟି ଭାଇରାଲ ହେଲା ସେଥିରେ ବାବା ନଥିଲେ? ସେଇଟା ଆମେ ଜମା କହିପାରିବୁନି ଆଜିକାଲି ତ ଏଡିଟିଂ ରେ ସବୁ କରିଦଉଛନ୍ତି ସବୁ ଜିନିଷ ଏଡିଟିଂ ତ ସେତେବେଳେ ନଥିଲା 2015 ମସିହାର କେସ୍ ହଁ ସେତେବେଳେ ଯୋଉ ପ୍ୟାଣ୍ଟ ସାର୍ଟ ବାବା ପିନ୍ଧିଥିଲେ ବାବା ବି ସ୍ୱୀକାର କଲେ ଯେ ହଁ ମୁଁ ଯାଇଥିଲି କିନ୍ତୁ ଅନ୍ୟ କାମରେ ଯାଇଥିଲି। ହେଇପାରେ ଆଉ ଯଦି ଜାଣିଛୁ ଆପଣ ଯଦି କହୁଛନ୍ତି ଯେ ଯାଇଛନ୍ତି ଆମକୁ ପଚାରିଲେ ଆମେ କ'ଣ କହିପାରିବୁ ବାବା ବାହାରକୁ ଫେଣ ଜଗନ୍ନାଥ ଭିତରେ ପଶିଲେ ବାବା ଆଜି ଆସନ୍ତି ବାବା ସେ ଗୋଲକୁଣ୍ଡା ରହିଲେ କି ହରିଦ୍ୱାର ଗଲେ ଆମେ କ'ଣ ଦେଖିଛୁ ଆମେ କହିବୁ ଆପଣ ପଚାରୁ ଗୋଲକୁଣ୍ଡା ରହିଲେ ମିଡ଼ିଆ କହୁଛି ଆପଣମାନେ କହୁଛନ୍ତି ସେ କହୁଛି ପେପର ବାହାରୁଛି ଆମେ କ'ଣ ଦେଖୁଛନ୍ତି ଗୋଲକୁଣ୍ଡା ରହିଛନ୍ତି କିନ୍ତୁ ଜଗନ୍ନାଥ ବାହାରିବାକୁ ଥାଏ ବାବା ପଳାନ୍ତି ଜଗନ୍ନାଥ ପଦାକୁ ରଥଯାତ୍ରା ବାହାରିବାକୁ ଥିବେ ବାବା ପଳେଇବେ ବାବା ପଳେଇବେ ମାସେ ସାଡ଼େ ତାଙ୍କର ହରିଦ୍ୱାର ଯିବେ କି ବୃନ୍ଦାବନ ଯିବେ କି କାଶୀ ଯିବେ କି ଗୟା ଯିବେ ଉହା ଯିବେ କି କୋଉଠି ଯିବେ ତାଙ୍କର ସେ ବୁଲିବାଲି ଆସନ୍ତି ଫ୍ରି ବର୍ଷ ହଁ ହଁ